ମୁଁ ତୁମକୁ କେଉଁଠି ଭେଟିବି ଯେ ତୁମେ ତ ବିସ୍ତରି ଯାଇଛ ଧରିତ୍ରୀଠୁ ଆକାଶ ଯାଏଁ, ସାଗରଠୁ ପ୍ରାନ୍ତର ଯାଏଁ, ଜଡ଼ଠୁ ଚେତନ ଯାଏଁ, ଅନ୍ଧାରଠୁ ଆଲୋକ ଯାଏଁ, ପ୍ରତିଟି ସତ୍ତାରେ ଅରୂପ ରୂପରେ। ମୁଁ ତୁମକୁ କ'ଣ ବା ଜଣାଇବି ଯେ ତୁମେ ତ କେନ୍ଦ୍ରବିନ୍ଦୁ ବିଶ୍ୱ ବଳୟର ଘୂର୍ଣ୍ଣାୟମାନ ଗତି। ମୁଁ ଏକ ପରିଧି ପୃଷ୍ଠରେ ଘୁରୁଥାଏ ଆଜୀବନ ତୁମ ଇଙ୍ଗିତରେ। ମୁଁ ତୁମକୁ କ'ଣ ବା ଯାଚିବି ଯେ ତୁମଠୁ କରଜ କରି ପଞ୍ଚ ମହାଭୂତ ଏଠି ଗଢ଼ି ଅଛି କାଚ ଘରଟେ ଯେ ଭାଙ୍ଗିଯିବ ଯେବେ ଦିନେ ସୁଝିଦେବି ମୂଳଧନ। ସୁଧ ବାହାର ବଢ଼ୁଥିବ କିନ୍ତୁ ଦିନୁ ଦିନ ଏଠି, ସୁଧ ବାହାର ବଢ଼ୁଥିବ କିନ୍ତୁ ଦିନୁ ଦିନ ଏଠି। ନା ଅନେକ ଥର ବୁଦ୍ଧ ମନ୍ଦିରରେ ଏଇ ପ୍ରକୋଷ୍ଠକୁ ଆସିଛି। ଆଜି ଦେଖିଲି ବହୁତ ମାନେ ଗହଳି ଥିଲା, କେଉଁ ସିଟ୍ ବି ଖାଲି ନଥିଲା। ବହୁ ସଂଖ୍ୟାରେ ସାହିତ୍ୟ ପ୍ରେମୀ ଭର୍ତ୍ତି ହେଇଥିଲେ, ସାହିତ୍ୟ ସାଧକ ସାଧିକା ମାନେ। ଆଉ ମାଟିର ବାସ୍ନାକୁ ପ୍ରକୃତରେ ଭଲ ପାଇକିରି ଆକର୍ଷିତ ହେଇକି ଆସିଛନ୍ତି। କେବଳ ମାଟିର ବାସ୍ନା ନୁହଁ, ସାହିତ୍ୟ ସଭା ଯେତେବେଳେ ବି ହେଉଛି ବିଭିନ୍ନ ଅଞ୍ଚଳରୁ ଆସିକିରି ଏଠି କରୁଛନ୍ତି। ବହୁ ସଂଖ୍ୟାରେ ସାଧକ ସାଧିକା ଆସୁଛନ୍ତି। ତେଣୁ ସାହିତ୍ୟ ପ୍ରତି ଆକର୍ଷଣ ସବୁବେଳେ ଥିଲା, ରହିବ ଏବଂ ଅଛି। ସାହିତ୍ୟ ସାଧନା ସମୟର ପ୍ରକୃଷ୍ଟ ବିନିଯୋଗ କହିଲେ ଅତ୍ୟୁକ୍ତି ହେବନି। ତେଣୁ ଆଜି ମଧ୍ୟ ଟପିକ୍ ବହୁତ ଭଲ ରଖିଥିଲେ, ଆଧ୍ୟାତ୍ମିକତା ଓ ସାହିତ୍ୟ। ଆଧ୍ୟାତ୍ମିକତାକୁ ବାଦ ଦେଲେ ତ ଜୀବନ ବ୍ୟର୍ଥ। ତେଣୁ ତାକୁ ସମ୍ବନ୍ଧିତ କରି ଏଠି ସୁନ୍ଦର ଆଲୋଚନା ହେଲା, ବହୁତ ଭଲ ଲାଗିଲା। ସରସ୍ୱତୀ ଭଉଣୀଙ୍କର ପ୍ରଚେଷ୍ଟା, ସମସ୍ତ କର୍ମକର୍ତ୍ତା ସମସ୍ତଙ୍କୁ ମୁଁ ବହୁତ ମାତ୍ରାରେ ଅଭିନନ୍ଦନ ଜଣେଇବି। ଆଜି ସାହିତ୍ୟ ସଭା ବହୁତ ଉଲ୍ଲେଖନୀୟ ଥିଲା। ସେଇଥିପାଇଁ ମୁଁ ତ ସବୁବେଳେ ବକ୍ତୃତାରେ କହେ ଯେ ବହୁତ ପଢ଼ନ୍ତୁ, ତାପରେ ଲେଖନ୍ତୁ। ପଢ଼ିବା ମାଧ୍ୟମରେ ହିଁ ଲେଖାର ଶୈଳୀ ବଢ଼ିବ, ଲେଖାର ଉତ୍କର୍ଷତା ଆସିବ। ତେଣୁ ଭଲ ଲେଖାଟିଏ ନ ଲେଖିଲା ଯାଏଁ ନିଜର ବିବେକ ଗୋଟେ ଟିପ୍ପଣୀ ଦିଏ, ରାୟ ଦିଏ, ନିଜେ ନିଜର ବିଚାରକ। ତେଣୁ ସେଇଟା ନ ଆସିଲା ଯାଏଁ ଖାଲି ମାନପତ୍ର ପୁରସ୍କାର ପଛରେ ଗୋଡ଼େଇବାଟା ମଧ୍ୟ ଠିକ୍ ନୁହଁ। ତେଣୁ ଭଲ ଲେଖା ଲେଖନ୍ତୁ, ସମାଜର ପରିବର୍ତ୍ତନ ହେଲା ଭଳିଆ ଲେଖା ଲେଖନ୍ତୁ, ଆଧ୍ୟାତ୍ମିକତାକୁ ମୁଖ୍ୟ ପ୍ରସଙ୍ଗ ରଖନ୍ତୁ। ଏସବୁ ମୁଁ ସଭା ସମିତିରେ କୁହେ। ଏବଂ ଖାଲି କହିଲେ ବି ହେବନି, ବିଭିନ୍ନ ଉଦାହରଣ ବଡ଼ ବଡ଼ ସାହିତ୍ୟିକ କବିମାନଙ୍କର ପୁରା କାଳର ଉଦାହରଣ ମଧ୍ୟ ଦେଇକିରି ସେମାନଙ୍କୁ ପ୍ରଭାବିତ କରିବାକୁ ପଡ଼ିବ। ଏଇ ସାହିତ୍ୟ ସଭାର ଆଲୋଚନା ହିଁ ସେମାନଙ୍କୁ ପ୍ରଭାବିତ କରିବ। ଆପଣ କବିତା ଡାଏରୀ ଭିତରେ ଗୋଟେ ପୃଷ୍ଠା କବିତାର କିଛିଟା କହିବେ? ମୋର ଗୋଟେ କବିତା ହେଲା ଭଗବାନଙ୍କ ପାଇଁ। ଆଜି ଆଧ୍ୟାତ୍ମିକତା ଆଉ ସାହିତ୍ୟ, ତେଣୁ ଭଗବାନଙ୍କ ପାଇଁ ସେ କବିତାର ଶୀର୍ଷକ ହେଲା ତୁମେ। ମୁଁ ତୁମକୁ କେଉଁଠି ଭେଟିବି ଯେ ତୁମେ ତ ବିସ୍ତରି ଯାଇଛ ଧରିତ୍ରୀଠୁ ଆକାଶ ଯାଏଁ, ସାଗରଠୁ ପ୍ରାନ୍ତର ଯାଏଁ, ଜଡ଼ଠୁ ଚେତନ ଯାଏଁ, ଅନ୍ଧାରଠୁ ଆଲୋକ ଯାଏଁ, ପ୍ରତିଟି ସତ୍ତାରେ ଅରୂପ ରୂପରେ। ମୁଁ ତୁମକୁ କ'ଣ ବା ଜଣାଇବି ଯେ ତୁମେ ତ କେନ୍ଦ୍ରବିନ୍ଦୁ ବିଶ୍ୱ ବଳୟର ଘୂର୍ଣ୍ଣାୟମାନ ଗତି। ମୁଁ ଏକ ପରିଧି ପୃଷ୍ଠରେ ଘୁରୁଥାଏ ଆଜୀବନ ତୁମ ଇଙ୍ଗିତରେ। ମୁଁ ତୁମକୁ କ'ଣ ବା ଯାଚିବି ଯେ ତୁମଠୁ କରଜ କରି ପଞ୍ଚ ମହାଭୂତ ଏଠି ଗଢ଼ି ଅଛି କାଚ ଘରଟେ ଯେ ଭାଙ୍ଗିଯିବ ଯେବେ ଦିନେ ସୁଝିଦେବି ମୂଳଧନ। ସୁଧ ବାହାର ବଢ଼ୁଥିବ କିନ୍ତୁ ଦିନୁ ଦିନ ଏଠି, ସୁଧ ବାହାର ବଢ଼ୁଥିବ କିନ୍ତୁ ଦିନୁ ଦିନ ଏଠି।